ସାର୍ ଆପଣଙ୍କ ମନ ଦୁଃଖରେ ବସିଛନ୍ତି? ହଁ ରେ ବାବା, କ'ଣ କରିବା କହିଲୁ? ଏଇ ଯୋଉ ପିଲାମାନେ ପ୍ରବଳ ମିଛ କହୁଛନ୍ତି। ପିଲାଙ୍କୁ କୌଣସି ମ୍ୟାଥ୍ ଦିଅ କରିବା ପାଇଁ, ସାଇନ୍ସ ଦିଅ, ପାଠ ଦିଅ, ଏଇ ଯୋଉ ଚାଟ୍ ଜିପିଟି ଯେମିତି ସବୁ ବାହାରିନି ସବୁ, ସେ କ'ଣ କରୁଛନ୍ତି ନା ତାକୁ ୟୁଜ୍ କରିକି ସବୁ ଆନ୍ସର କରିଦେଉଛନ୍ତି ହେଲା। ଆଉ ମାଷ୍ଟରଙ୍କର କ'ଣ ଆଉ ରହିଲା? ପିଲା ହଉଛନ୍ତି ଆପଣ ବଡ଼ ସିଆଣିଆ, ମାନେ ଏମିତି କପି କରିକି ଚାଟ୍ ଜିପିଟିରୁ ଆନ୍ସର ବାହାର କରିକି ତ ଭାବୁଛନ୍ତି ସବୁ ପରୀକ୍ଷା ଜିତିଯିବେ। ଆଉ ପରୀକ୍ଷା ହେଲା କ'ଣ ହଉଛି ନା, ବାସ ସଇଲା ଗୋଟେ କରିପାରୁନାହାନ୍ତି। ଆରେ କ'ଣ ପାଇଁ ନା ଚାଟ୍ ଜିପିଟି ମୁଁ କରୁଛି। ଆରେ ଚାଟ୍ ଜିପିଟି କ'ଣ ତମ ଦେଖ, ଏଆଇ ତମର ହେଲ୍ପ ପାଇଁ କରାହେଇଛି ହେଲା। ମୁଁ ଏଇଟା କହିବି ଗୋଟେ ଏଆଇ ର ହଉଛି ଗୋଟେ ଡିସଆଡଭାଣ୍ଟେଜ କି ଦେଖନ୍ତୁ, ପିଲାମାନେ ୟା ଦ୍ୱାରା କ'ଣ ପିଲାମାନଙ୍କର ଯୋଉ ଗୋଟେ ତାଙ୍କର ଯୋଉ କ୍ରିଏଟିଭିଟି ନଷ୍ଟ ହେଉଛି। ପିଲା କିଛି ଭାବୁନାହାନ୍ତି, କ୍ୱେଶ୍ଚନ ପାଇଲେ ବାସ୍ ଚାଟ୍ ଜିପିଟି ପକେଇଦେଲେ, ବାସ୍ ଆନ୍ସର ବାହାରିଲା, ରଟାମ ଲେଖିଦେଇ ପଳେଇଲେ। କିଛି ବୁଝୁନାହାନ୍ତି। ଏଇଟା ଗୋଟେ ଏଆର ଡିସଆଡଭାଣ୍ଟେଜ। ୟା ଉପରେ ଗୋଟେ କ'ଣ ଆଣିବା ଦରକାର, ୟା ଉପରେ ଗୋଟେ ଆଙ୍କୁଶ ଆଣିବା ଦରକାର। ନଚେତ ଏମିତି ପିଲାମାନେ ଡିପେଣ୍ଡ করে ଏଆଇ ଉପରେ ପୁରା ପୁରି ଡିପେଣ୍ଡ ହେଇକି ରହିଯିବେ, ତ ପିଲାଙ୍କର କ'ଣ ହବ ନା, ପିଲାଙ୍କର କ୍ରିଟିକାଲ ଥିଙ୍କିଂ, କ୍ରିଏଟିଭିଟି ନଷ୍ଟ ହେଇଯିବ। ବୁଝିଲୁ ତ? ତ ଇଏ ଉପରେ ଆମକୁ ଗୁରୁତ୍ୱ ଦେବାକୁ ପଡ଼ିବ। ଓକେ, ତ এইটা ମୋର ମନ ଦୁଃଖର କାରଣ। କରେକ୍ଟ।